ନିସ୍ନାହାଣ୍ଡିଠାରେ ବହୁ ଆଡ଼ମ୍ବରରେ ଗଣେଶ ବିସର୍ଜନ ଅନୁଷ୍ଠିତ। ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ବିଦ୍ୟାର ଦେବତା ଆଦିଦେବ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ବିଶେଷ କରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗ୍ରାମ ସହରଠାରେ ଏହି ପୂଜା କରାଯାଇଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ପ୍ରକାରର ସଫଳତା ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଗଜାନନ ହେଉଛନ୍ତି ସୁଖ ସମୃଦ୍ଧିର ପ୍ରତୀକ। ତ୍ରିଦେବ ମଧ୍ୟ ଗଜାନନଙ୍କୁ ପୂଜା କରିଥାନ୍ତି। ଦୀର୍ଘଦିନ ଧରି ଧରାପୃଷ୍ଠରେ ପୂଜା ପାଇଲେ ଗଜାନନ। ବର୍ତ୍ତମାନ କିନ୍ତୁ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଗଜାନନ। ଗ୍ରାମଠାରୁ ଆରମ୍ଭ ହୋଇ ସହର ଯାଏ ସବୁଆଡ଼େ ବହୁ ଆଡ଼ମ୍ବରରେ ପୂଜା ପାଇଲା ପରେ ବର୍ତ୍ତମାନ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଗଜାନନ। ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନିସ୍ନାହାଣ୍ଡି ଗ୍ରାମଠାରେ ଗଣେଶ ବିସର୍ଜନ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମର ସମସ୍ତ ଛୋଟରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଯୁବକ ଯୁବତୀ ଏ ଭସାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଢୋଲ ନିଶାନ ତାସାରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ଦାଣ୍ଡ। ଗ୍ରାମର ସମସ୍ତ ଲୋକ ନାଚ ଗୀତର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁ ଗଜାନନଙ୍କୁ ବିସର୍ଜନ କରିଛନ୍ତି।